ପିଲାମାନେ ସବୁ ଅଭିଯୋଗ କରୁଛନ୍ତି, ଛାତ୍ରଛାତ୍ରୀ ମାନେ ଛାତ୍ରୀମାନେ ସବୁ ଅଭିଯୋଗ ଆଣୁଛନ୍ତି ଯେ ଆପଣ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି, ମାନେ କେଉଁ କଲର୍ର ଇନର୍ ପିନ୍ଧୁଛନ୍ତି ସେ ବାବଦରେ ପଚାରୁଛନ୍ତି, ପୁଣି ହନିମୁନ୍ ବିଷୟରେ ଏହା ସବୁ କହୁଛନ୍ତି। କିଛି ପଚାରିନି, ପିଲାମାନେ ଅଭିଯୋଗ କରୁଛନ୍ତି। ଆଉ ଯେଉଁ ଟଏଲେଟ୍ରେ ଯେଉଁ ଲୁଚିକି ଦେଖୁଛନ୍ତି ବୋଲି କହୁଛନ୍ତି, ନା ମିଛ କଥା, ଟଏଲେଟ୍ ଯାଇ କିନ୍ତୁ ପ୍ରଧାନ ଶିକ୍ଷକ ଯାହା କହୁଥିଲେ ଏ ବାବଦରେ ଗୋଟେ ପ୍ରଥମ ଥର ମିଟିଂ ବସିଥିଲା, ସେଇଟାରେ ଆପଣ ସ୍ୱୀକାର କରିଥିଲେ ଯେ ହଁ ଆପଣ ସେସବୁ କାମ କରିଛନ୍ତି ବୋଲି। ନା ସେଇଟା ଟଏଲେଟ୍ ଫଲେଟ୍ ସେଟା ନଥିଲା। ହଁ ଆପଣ ପିଲାମାନଙ୍କୁ ଅଶାଳୀନ ଯେଉଁ ବ୍ୟବହାର କରୁଛନ୍ତି, ତାଙ୍କୁ ମାନସିକ ଯେଉଁ ତାଙ୍କୁ ଯନ୍ତ୍ରଣା ଦେଇଛନ୍ତି, ସେ ତାହା ସବୁ ଆପଣ ମାନିଥିଲେ ସେତେବେଳେ ମିଟିଂରେ? ସେତେବେଳେ ମାନସିକ ନିର୍ଯାତନା ମୁଁ ଦେଇନଥିଲି। ଅଶାଳୀନ ବ୍ୟବହାର କରୁଥିଲେ ଯେଉଁ ପିଲାମାନଙ୍କୁ ଖରାପ କଥା କହୁଥିଲେ, ହଁ ସେଇଟା ଆପଣ ସେତେବେଳେ ସ୍ୱୀକାର କରିଥିଲେ। ହଁ ଆପଣ ଏଇ ଯେଉଁ କରୁଛନ୍ତି ପିଲାମାନଙ୍କ ପ୍ରତି ଏଇ ଯେଉଁ ଅଶାଳୀନ ବ୍ୟବହାର କରୁଛନ୍ତି, ଏହା କେତେ ଯୁକ୍ତିଯୁକ୍ତ? ଯୁକ୍ତିଯୁକ୍ତ ନୁହେଁ। ଆପଣଙ୍କୁ ଭୁଲ ହେଇଛି ତାହେଲେ ଏଇଟା ପିଲାମାନଙ୍କ ପ୍ରତି ଏଇଭଳି ଅଶାଳୀନ ବ୍ୟବହାର କରିବା? ମିଥ୍ୟା, ତଥାପି ମିଥ୍ୟା ନୁହେଁ। ଆପଣ ପ୍ରଥମ ଥର ଯେଉଁ ମିଟିଂ ବସିଥିଲା ସେତେବେଳେ ଆପଣ ମାନିଥିଲେ ଯେ ଆପଣ କରିଛନ୍ତି ବୋଲି? ମାନି ନେଇଥିଲି, ମୋର ଯେହେତୁ ଲୋକାଲ୍ ସ୍କୁଲ, ତେଣୁ ମୁଁ ଭାବୁଥିଲି ଯେ ଦୁର୍ନାମ ସ୍କୁଲ କେମିତି ନ ହଉ, ସେଥିପାଇଁ ମୁଁ ମାନି ନେଇଥିଲି। ଏ ସ୍କୁଲ ଟ୍ରାନ୍ସଫର ଆଗରୁ କେଉଁ ସ୍କୁଲ ଥିଲେ? ବେତନଟି ସ୍କୁଲ। ବେତନଟି ସ୍କୁଲ ନା କିଛି ଥିଲା? କେବି ହାଇ ସ୍କୁଲ। କେବି ହାଇ ସ୍କୁଲ ବେତନଟି? ସେଠି ସେମିତି କିଛି ଘଟଣା ହେଇଥିଲା କି? ନା। ବାରମ୍ବାର ଏଭଳି ଆପଣ କରୁଛନ୍ତି, ପିଲାମାନେ ଅଭିଯୋଗ କରିବା ସାଙ୍ଗରେ ସାଙ୍ଗରେ ଅଭିଭାବକମାନେ ବି ଆଜି ଉତ୍ତେଜନା ହେଲେଣି, ସେମାନେ ସ୍କୁଲ ପରିସରରେ ଆସିକି ଅଛନ୍ତି। ସେଦିନ ବି ପ୍ରଥମ ଦିନ ଯେ ହେଇଥିଲେ ଏମିତି ସେମାନେ ଉତ୍ତେଜନା ହେଉଛନ୍ତି। ଝିଅ କିଛି ଆପଣ ଜାଣନ୍ତି, ଇଏ ବାପ ଭାଇ କହିବ ଭାଇ କହିବ ଛାଡ଼ିବ ତ ଜାଣିବ ଆଉ ଯାହାକୁ ଛାଡ଼ିଲା ମାନେ ଏଇଠି ବାଟାଣିଆ ହବ। ରାଜନୀତି ଖେଳୁଛ 50,000 ପାଇକି କୁହାଯାଏ।